12 नंबर रे आज्ञा कुंभकर्ण को भगवान मारले क्या मारले 12 रे आज्ञा कुंभकर्ण मला 13 रे आज्ञा इंद्रजित मला इंद्रजित मेघनाथ जी इंद्र रावण पुओ आ 14 रे रावण मला 14 में तो आज्ञा कौ राक्षस रहा टे मत कहे बोल राजा रामचंद्र भगवान ये 14 राक्षस को मारिबा पाई कोई माँ राम को पठेले 14 वर्ष बोलिए राजा रामचंद्र भगवान तेणु तापस बेसबी शेष उदासी तापस बेसबी शेष उदासी तापस बेसबी शेष उदासी रामचंद्र भगवान दशरथ आज्ञा तले पड़ी कई केश को मुकुला कर ठिया होती राम कहले माँ जदि एते गुड़िए मंगल करने मुझे 14 वर्ष ताले मु जंगल को जाऊँ आज राम ठाकुर कौन कले 14 वर्ष माँ चलीगले जाऊँगी प्रथमे गले कौशल्या पाख गले माँ पाख कई कहे जा तो माँ ठू विदाय नहीं कि मुंडिया मारिक तेरे कौशल्या पाखे जा पहुंची गले माँ मान शुणु केमी पुओ मान को संस्कार शिखेबे मत भूल बुझे भाई माने माँ मैंने आम पुओ कार किणी दौचे किंतु पुओ को झील को संस्कार शिखौने कार दौचे आम कार किणी दौचे पिला किंतु संस्कार शिखई पार कई कई कहले राम रे जदि 14 वर्ष जाऊँ शीघ्र जा सूर्य नौदय होगा पड़ा तो माँ ठू विदाय नहीं कि राम गले आज्ञा कौशल्या पाखक बोल राजा रामचंद्र भगवान कौशल्या आज्ञा आरिसा पिठा करते कथार आज्ञा नहीं आरिसा पिठा जुआड़ू खाइले सियाड़ू मिठा बोल राजा रामचंद्र भगवान माँ मैंने बुझे ना कौ पिठा आसब आरिसा पिठा पाक आसे आसब भितरे बिंडा रही तेणु हे मोर माँ माने बापा भाई माने तेणु रामचंद्र वनवास गले माँ को पाखे पहुंची कौशल्या आज्ञा आरिसा पिठा करते राम ठाकुर आरिसा पिठा को बहुत भल पाती आज्ञा पोड़ पिठा को बहुत आज्ञा भल पाती आरिसा पिठा को बहुत भल पाती कौशल्या तो एक कथा जानी नाहंती एते कथा हिची कहले धन आ टिके मो कोले बसी पड़ना टिके पिठा खाई दबु आ राजा हबु ना सूर्य उदय हो सकाळ हबो राजा हबो आ टिके पिठा खाई दबु कौशल्या डाकिले मो माँ माने आपण माने बसंती ना एमती डाकंती ना केमी डाकिले अरे आ राम धन आरे आ राम धन राम धन हरे राम धन आपण माने पुओ मान को धन बोली डाकंत टिके जोरे कहंत ना जे तो अति गेला ही जाय गया पुओटिए ताकू धन बोली सब कहंत नहीं आ राम धन आरे आ राम धन बसाई तोते कोड़े बसाई तोते खुआई देव तो राम धन हरे राम धन राम धन हरे पुओ मान को कोले बसई खुआती ना हाँ कि कहतु नहीं अरे मु काली बुझौली ना
ମା ଭଳିଆ କେହି ଆଜ୍ଞା ହେବେନି। ଗାଉଥିଲି ମନେ ଅଛି ନା? ପେଟେ ଖାଇଥିଲେ ମୋଟେ ଖାଇ ନାହିଁ ମା କହୁଥିବ ଖା ଖା। ପେଟେ ଖାଇଥିଲେ ମୋଟେ ଖାଇ ନାହିଁ ମା କହୁଥିବ ଖା ଖା। ଖାଇବା ମାଗିଲେ ଭାରିଜା କହିବ ଉଠୁ ଉଠୁ ଯା ଯା। ବୋଲ ରାଜା ରାମଚନ୍ଦ୍ର ଭଗବାନ ରାମ ଧନ ଆରେ ରାମ ଧନ ରାମ ଧନ ଆରେ ରାମ ଧନ। ହେ ମୋର ମା, ମା ଯେମିତି ଆଜ୍ଞା ପୁଅକୁ ସ୍ନେହ କରିବ ଝିଅକୁ ସ୍ନେହ କରିବ ଜଗତରେ ଆଜ୍ଞା କେହି କରିବେ। ବୋଧେ ଗାଇଦେବେ ଖାଲି ତ ମା କଥା। ଆଜି ବି ମା କଥା ଟିକେ କହିବା ବୋଲେ ଭଲ ଲାଗିବ। ଏ ମାଙ୍କ ପୀଠ, ମା କଥା ଏଠି କହିବାନି ତାକୁ କୋଉଠି କହିବା? ଆରେ ପୁଅଟା ବୁଢା ହେଇଯାଇଥାଉ, ଦାନ୍ତ ଝଡ଼ି ଯାଇଥାଉ, ବାଳ ପାଚି ଯାଇଥାଉ, ଯଦି ମାଟା ବଞ୍ଚିଛି କଣ କହିବ? ମୋର କାଲିର ପିଲାଟା କହିବ କି ନାହିଁ? ଝଡ଼ି ଗଲେ ଦାନ୍ତ ନଈ ଗଲେ ଅଣ୍ଟା ମାର କୋଳରେ କାଲିର ପିଲାଟା। ମାର କୋଳରେ କାଲିର ପିଲାଟା। ଝଡ଼ି ଗଲେ ଦାନ୍ତ ନଈ ଗଲେ ଅଣ୍ଟା ମାର କୋଳରେ କାଲିର ପିଲାଟା। ମାର କୋଳରେ କାଲିର ପିଲାଟା। ଦାନ୍ତ ଝଡ଼ି ଯାଇଥାଉ, ଅଣ୍ଟା ନଇଁ ଯାଇଥାଉ, ବାଳ ପାଚି ଯାଇଥାଉ, ଯଦି 80 ବର୍ଷର ମାଟି ବଞ୍ଚିଥିବ ପୁଅକୁ ସେ କେବେ କହିବ ମୋ ବୁଢ଼ା ପିଲା? କହିବ କାଲିଟା ଛୁଆଟା। ହଁ କିନା ଟିକେ କୁହନ୍ତୁ। ଏ ହେଉଛି ମାର ସ୍ନେହ। ଆଉ ମା ହାତ ରନ୍ଧା ତୁଚ୍ଛା ଭାତ ଖାଇ ଲାଗଇ ସୁଆଦ ଅମୃତରୁ ବଳି। ଲାଗଇ ସୁଆଦ ଅମୃତରୁ ବଳି। ମା ଖାଲି ଲୁଣ ଭାତ ବାଢ଼ି ଦେଇଥିବ ଆଜ୍ଞା, ସେ ମହାପ୍ରସାଦ ଭଳି ବାସିବ। ହଁ କିନା ଟିକେ କୁହନ୍ତୁ। ମା ହାତ ରନ୍ଧା ତୁଚ୍ଛା ଭାତ ଖାଇ ଲାଗଇ ସୁଆଦ ଅମୃତରୁ ବଳି। ଲାଗଇ ସୁଆଦ ଅମୃତରୁ ବଳି। ମା ଯଦି ଲୁଣ ଭାତ ଆଜ୍ଞା ଦେଇ ଦେଇଥିବ ସେ ଅମୃତ। କାରଣ ମା ହାତଟା ଆଜ୍ଞା ସେ, ମା ହାତରେ ଯାହା କରିଦେବା ଆଜ୍ଞା ସେ ଅମୃତ। ଆଉ ମା ଭଳି ଆଜ୍ଞା ଜଗତରେ କେହି ହେବେ? ମାର ସ୍ନେହ ମାର ଆଦର ମାର କଥାଟି ଅଟଇ ମଧୁର। ମାର କଥାଟି ଅଟଇ ମଧୁର। ଆଜ୍ଞା ହଜାରେ ଲୋକ କଥା କହିବେ, ମା ଯେତେବେଳେ ଧନଟି ବୋଲି ଡାକିଦବ ନା, ସେ ଧନେ ଯୋଉ ମିଠା ଆଜ୍ଞା ଅଛି ଆଉ କୋଉଠି ନାହିଁ। ତୁମାର ସ୍ନେହ ମାର ଆଦର ମାର କଥାଟି ଅଟଇ ମଧୁର। ମାର କଥାଟି ଅଟଇ ମଧୁର। ଜଗତରେ ସବୁ ମିଳିବ ମା, ମା ମିଳିବ। ହଜାରେ ସ୍ତ୍ରୀ ମିଳିବ, ହଜାରେ ବାପା ମିଳିବେ, ହଜାର ଭାଇ ମିଳିବ, କିନ୍ତୁ ମା ମିଳିବ। କିନ୍ତୁ ଆମେ ଆଜି ହତଭାଗା କଣ କରୁଛେ? ଯୋଉ ମା ଆମକୁ ନିଜର ସ୍ତନ ଭାଙ୍ଗି କ୍ଷୀର ଦେଇଥିଲା, ବୁଢ଼ୀ ହେଲା ପରେ ତାକୁ ଭିନ୍ନ କରିଦେଉଛି। ବୁଢ଼ୀ ହେଲା ପରେ ତାକୁ ଜରା ନିବାସ ନେଇ ରଖି ଫୋପାଡ଼ି ଦେଉଛି। ହଁ କିନା ଟିକେ କୁହନ୍ତୁ। କଥାରେ ନାହିଁ ପାଣି ଶୁଖିଗଲେ କି କରିବ ନା, କ୍ଷୀର ଶୁଖିଗଲେ କି କରିବ ମା। କ୍ଷୀର ଥିଲା ପର୍ଯ୍ୟନ୍ତ ମା ମା ଆମେ କହୁଥିଲେ, କ୍ଷୀର ଶୁଖିଗଲେ ମାକୁ ପଚାରୁନେ। ସେଇଠି ଆମେ ଖାଉଥିବା ମା ବୁଢ଼ୀ ସେପଟେ କାନ୍ଦୁଥିବ। ହଁ କିନା ମୁଁ ଆମ ଆର କଥା କହୁଛି ଆଜ୍ଞା, ଆପଣମାନଙ୍କ କଥା କହୁନି। ଜଗତରେ ସବୁ ମିଳିବ ମା, ମା ଜିନିଷ ମିଳିବ ନା। ଜୀବନରେ ମନେ ରଖି ଯାଆନ୍ତୁ ଆଜ୍ଞା, ଦୁର୍ଗା ପୂଜା କରନ୍ତୁ ମନା ନାହିଁ, କିନ୍ତୁ ଜୀବନ୍ତ ଦୁର୍ଗା ମୋର ଏଠି ବସିଛନ୍ତି। ଜୀବନ୍ତ ମା ମାନେ ମୋର ଏଠି ବସିଛନ୍ତି। ସେ ତ ମାଟି ମୂର୍ତ୍ତି ମା, ଏଠି ମୋର ଜୀବନ୍ତ ମା ମାନେ ଆପଣ ମାନେ। ମୁଁ ସେପଟେ ମୁଣ୍ଡିଆ ମାରିବି, ଆପଣଙ୍କୁ ଇଠା ମାରିବି, ସେ ଆଜ୍ଞା ମା ପୂଜାରେ କିଛି ମାନେ ନାହିଁ। ମାକୁ ଭଲ ପାଇ ଶିଖନ୍ତୁ। ଯେ ଆଜ୍ଞା ମାର ନୁହେଁ ସେ ଗାଁର ବି ନୁହେଁ, ସେ କାହାର। ଯିଏ ମାର ନୁହେଁ ସେ କାହାର ନୁହେଁ। ଜଗନ୍ନାଥ କଣ ଶିଖିଲେ? ଜଗନ୍ନାଥଙ୍କୁ ଗୁଣ୍ଡିଚା ରାଣୀ କହିଥିଲେ, ଧନରେ ତୁ ମୋର ଆଜିଠୁ ପୁଅ ହେଲୁ ନା, ମୋ ବଂଶ ବୁଡ଼ିଗଲା, ମୋ ବଂଶରେ କେହି ରହିବେନି, ମୋ ସ୍ୱାମୀ ମାଗିନେଲା ଇନ୍ଦ୍ରଦମ୍ନ, ଆଜିଠୁ ତୁ ମୋର ମା, ମୁଁ ତୋର ମା, ତୁ ମୋର ପୁଅ। କଥା ଦେ ବର୍ଷକୁ
7 ଦିନ ପାଇଁ ମୋ ପାଖରେ ଯାଇ ରହିଲେ। ଜଗା କରୁନି ମା ପ୍ରତିବର୍ଷ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଯାଉଛି, ଯିବା ଗୋଟେ ଦିନ ଆସିବା ଗୋଟେ ଦିନ। ଗୁଣ୍ଡିଚା ବାଡ଼ିରେ କେତେ ଦିନ ରହୁଛି? କେତେ ଦିନ? ମା କୁ କଥା ଦେଇଥିଲା, ଗୁଣ୍ଡିଚାକୁ କଥା ଦେଇଥିଲା, ମା କୁ କଥା ଦେଇଥିଲା, ଭୁଲିନି ମୋ ଜଗା। କୃଷ୍ଣ ଦେଇଥିଲେ ଯଶୋଦାକୁ କଥା, ମୁଁ 4 ଦିନରେ ଫେରି ଆସିବି। ଭୁଲି ନାହାନ୍ତି କୃଷ୍ଣ। ଭାଗବତ ମଞ୍ଚ ହଉଛି, ତା ଭିତରକୁ ଯିବିନି। କିଛି ବୁଝୁଛେ ନାହିଁ। କୃଷ୍ଣ ଯେତେବେଳେ ମଥୁରାକୁ ଗଲେ, ଯଶୋଦା ପଚାରୁଛି ଧନ ତୁ କେବେ ଫେରିବୁ? ନା ମୁଁ 4 ଦିନରେ ଫେରି ଆସିବି। କଥା ରଖିଲା, ମୁଁ 4 ଦିନରେ ଫେରିବି। ଫେରିଛି। କୌଶଲ୍ୟାଙ୍କୁ କଥା ଦେଇଥିଲେ ମା, ମୁଁ 14 ବର୍ଷ ପରେ ତୋ କୋଳକୁ ଫେରି ଆସେ। କଥା ରଖିଛନ୍ତି ମା। ରାମ ମା କୁ ସମ୍ମାନ ଦେଇଛନ୍ତି, କୃଷ୍ଣ ମା କୁ ସମ୍ମାନ ଦେଇଛନ୍ତି, ଜଗନ୍ନାଥ ମା କୁ ସମ୍ମାନ ଦେଇଛନ୍ତି। ଆମେ କିନ୍ତୁ ମା କୁ ଭିନ୍ନ କରୁଛେ, ମା କୁ ବାଡ଼ଉଛେ, ମା କୁ ଉପବାସ ରଖି ଦଉଛେ। ଏଇ ଆମର ମାତୃଭକ୍ତି। ଜୀବନରେ କେବେ ଆଜ୍ଞା ମା କୁ କେବେ ନିନ୍ଦା କରିବେନି। ମୁଁ ସମସ୍ତ ପୁଅ ଝିଅ ମାନଙ୍କୁ ନିବେଦନ କରୁଛି, ଯୋଉଦିନ ମା ଆଖିରୁ ଆଜ୍ଞା ଲୁହ ଖସି ପଡ଼ିବ, ସେ ଘରେ କେହି କେବେ ଶାନ୍ତି ପାଇବେନି। ମା ଜଗତରେ ଆଜ୍ଞା ଯଶୋଦାର ବସୁଧା ପରି ସହିବ, ଲହୁ ଲୁହ ମୂଲ ତାର କିଏ ବା ବୁଝିବ। ମା ପରି ମା ପରି ମା ପରି କିଏ ହବ? ମା ପରି ମା ପରି ମା ପରି କିଏ ହବ? ମାର ସ୍ନେହ, ମାର ଆଦର, ମାର କଥାଟି ଅତଇ ମଧୁର। ମା ଯେମିତି ଆଜ୍ଞା କଥା କହିବ, ଜଗତରେ କେହି ଆଜ୍ଞା ଏତେ ସ୍ନେହ କଥା କହିବେନି। ଯୋଉମାନେ ଆଜ୍ଞା କଥା କହିବେ ସ୍ୱାର୍ଥ ଥିବ, କିନ୍ତୁ ମା ତାର ନିଜ ସ୍ୱାର୍ଥ କିଛି ନାହିଁ। ପଦେ କହିଦେବି ଯଦି ଭଲ ଲାଗିବ ଆଜ୍ଞା, ହରିବୋଲ ହୋଳ ପକେଇବେ। ମା ଏମିତି ଆଜ୍ଞା ଜଣେ ନାରୀ, ସେ କେବଳ ଦେଇ ଶିଖିଛି, କାହାଠୁ କେବେ ନେଇ ଶିଖି। ପୁଅ ପଚାରୁ ନ ପଚାରୁ, କିନ୍ତୁ ମା ତାର ଆଶୀର୍ବାଦ ଦେଇ ଚାଲିଥିଲା। ମୋ ପୁଅ ଯୋଉଠି ଥାଉ ଭଲରେ ଥାଉ। ମା ଏମିତି ଗୋଟେ ଜିନିଷ ଆଜ୍ଞା, ସେ ସବୁବେଳେ ଦେଇ ଜାଣିଛି, କେବେ ନେଇ ଜାଣିନି। ପଚାରୁ ପୁଅ ନ ପଚାରୁ, ଝିଅ ପଚାରୁ ନ ପଚାରୁ, ସେ କେବେ ମଧ୍ୟ ସନ୍ତାନର ଖରାପ ଚିନ୍ତା କରିବ। ଇଏ ହଉଛି ଆଜ୍ଞା ମା। ମୁଁ ଦେଖିଛି ଆଜ୍ଞା, ଯୋଉଠି ଆଜ୍ଞା ଚାକିରି କରିଥିଲି ବଳଙ୍ଗା କଲେ, ଦୁଃଖୀ ରଖି ମା ମାନଙ୍କ ସେଇପଟେ ଆଜ୍ଞା ବାଟ ମୁଁ ଯାଏ। ଦେଖିଛି ଆଜ୍ଞା ମା ମାନେ ସେ ଚିରା ଲୁଗା ପିନ୍ଧିଥିବେ, ଓଢ଼ାଟି ଦେଇଥିବେ, ମତେ ଦେଖିଲେ ଓଢ଼ା ଦିଅନ୍ତି ଆଜ୍ଞା। ଚିରା ଲୁଗା ଫାଟି ଯାଇଥିବ ଆଜ୍ଞା, ମୁଁ କହି ମାଉସୀ ଖାଇନାହାନ୍ତି, କାନ୍ଦି ପକାନ୍ତି। ମୁଁ ଜାଣିଦିଏ ସେ ଖାଇନାହାନ୍ତି। ତଥାପି ପୁଅ କଥା ପଚାରିଲେ, ମୋ ଧନ ପାଗଳାଟା, ମୋ ଧନ ବାଇଆଟା, ମୁଁ କାଲି କହୁଥିଲି ନା। ମା ପାଟିରେ ସବୁବେଳେ ପୁଅ ପ୍ରତି, ଝିଅ ପ୍ରତି ଦବାର ଅଛି ଆଜ୍ଞା। ସେ ମା କେବେ ଆଜ୍ଞା ଚିନ୍ତା କରେ ନା। କୌଣସି ମା ବାପା କେବେ ଚିନ୍ତା କରନ୍ତିନି ପିଲାର ଟଙ୍କା। ପିଲା ମତେ ପୋଷୁ ଆଜ୍ଞା, କୌଣସି ମା ବାପା ଚାହାନ୍ତିନି। ପ୍ରତ୍ୟେକ ମା ଚାହାନ୍ତି ମୋ ପୁଅ ମତେ ଟିକେ ସ୍ନେହରେ ଡାକୁ ମା ବୋଲି। କିନ୍ତୁ ଆମେ ବାପା ମାଙ୍କୁ ପଚାରୁନେ, ଭିନ୍ନ କରି ଦଉଛେ। ମା ଆଜ୍ଞା କୋଉ ଉପାଦାନରେ ଗଢ଼ା? ମୁଁ ଭାଷାର ଶିକ୍ଷକ ହେଲେ ମଧ୍ୟ ଆଜ୍ଞା, ଭାଷାର ଅଧ୍ୟାପକ ହେଲେ ମଧ୍ୟ ଆଜ୍ଞା, ମୋ ପାଖେ ଭାଷା ନାହିଁ। ଏଭଳି ଉପାଦାନରେ ଗଢ଼ା ମା, से दे शिखी आज्ञा नहीं शिखी ने कहा। बन के तेरा साया मैं तुझको थाम लूं, टूट के रब से पहले मैं तेरा नाम लूं। बन के तेरा साया मैं तुझको थाम लूं, उठ के रब से पहले मैं तेरा नाम लूं। रखूं तेरे पद तले पूजा करूं तेरी, तेरे सिवा तो ही पता क्या जिंदगी मेरी। मैं तो तेरे सपनों में
ओ मेरी माँ मैं तेरा लाडला, मैं तेरा लाडला। तेरी उंगली पकड़ के चला, ममता के आंचल में पला। माँ ओ मेरी माँ मैं तेरा लाडला, मैं तेरा लाडला, मैं तेरा लाडला। କୌଶଲ୍ୟା ମା କୂଳରେ ବସି ରାମକୁ ଖାଇବାକୁ ଦଉଛନ୍ତି। ଆ ରାମ ଆ ମୁଁ କୂଳରେ ବସି ପଡ଼, ଆ ରାମଚନ୍ଦ୍ର ଆ ତୋ ପାଇଁ ମୁଁ ପିଠା କରିଛି ଖାଇବୁ ଆ। ରାମ କହିଲେ ମା ଆଉ ବେଳ ନାହିଁ ମା ଆପଣଙ୍କ କୂଳରେ ବସିବା ପାଇଁ। ମୁଁ କ'ଣ ହେଇଛି ଧନ? ଆରେ ମୁଁ ତୋ ପାଇଁ ପିଠା କରିଛି ଆରିସା ପିଠା, ତୁ ଭଲ ପାଉ, ଖାଇବୁନୁ କାହିଁକି? ନା ମା ମୁଁ ଗୋଟେ କଥା ପଚାରିବି, ଆପଣ ମତେ ଉତ୍ତର ଦେବେ। କୌଶଲ୍ୟା କଳେ କ'ଣ ପଚାରିବୁ ଧନ? ନା ଆଚ୍ଛା ମା ମୁଁ ବାପାଙ୍କର ବଡ଼ ପୁଅ ନା ସାନ ପୁଅ? ରାମ କୋଉ ପୁଅ ମା? ରାମଙ୍କୁ ପଚାରୁଛନ୍ତି କୌଶଲ୍ୟା ଧନ ମତେ କହ। ରାମ କହିଲେ ମା ମୁଁ ବାପାଙ୍କର ବଡ଼ ପୁଅ ନା ସାନ ପୁଅ? କୌଶଲ୍ୟା କହିଲେ ତୁ ତ ବଡ଼ ପୁଅ। ନା ଭରତ ଭାଇ, ନା ଭରତ ସାନ ଭାଇ ତ? ନା ଆଚ୍ଛା ମା ମୁଁ ଯଦି ବାବାଙ୍କର ବଡ଼ ପୁଅ, ଭରତ ସାନ ପୁଅ ନା ହଁ? ନା ଯଦି ଆମ ଦି ଭାଇଙ୍କ ଭିତରେ ଭାଗ ବଣ୍ଟା ହବ ସମ୍ପତ୍ତି, କିଏ କେଉଁ ଭାଗ ନବ? ନା ତୁ ଯେହେତୁ ବଡ଼ ପୁଅ ବଡ଼ ଭାଗ ନବ, ଜ୍ୟେଷ୍ଠ ଅଂଶ। ହକିରା ଟିକେ ମା ମାନେ କୁହ, ବଡ଼ ପୁଅ କୋଉ ଅଂଶ ନବ? ଜ୍ୟେଷ୍ଠ ଅଂଶ ନବ। ଆଉ ସାନ ପୁଅ ସାନ ଭାଗ ନବ। ସେଇଠି ରାମ କହିଲେ ମା ଯଦି ବଡ଼ ପୁଅ ବଡ଼ ଭାଗ ନବ, ସାନ ଭାଇ ସାନ ଭାଗ ନବ, ତାହେଲେ ମତେ କୁହନ୍ତୁ ମା ରାଜ୍ୟଟା ବଡ଼ ଅଯୋଧ୍ୟାଟା ନା ଅଯୋଧ୍ୟାର ଚାରିପଟେ ଲାଗିଛି ଯୋଉ ଜଙ୍ଗଲ ସିଏ ବଡ଼? କୌଶଲ୍ୟା କହିଲେ ତୁ ଏକଥା କାହିଁ ପଚାରୁଛୁ ଧନ? ନା କୁହନ୍ତୁ ମା ଅଯୋଧ୍ୟାଟା ବଡ଼ ନା ଅଯୋଧ୍ୟାର ଚାରିପଟେ ଯୋଉ ଜଙ୍ଗଲ ଲାଗିଛି ସେଇଟା ବଡ଼? କୌଶଲ୍ୟା କହିଲେ ଜଙ୍ଗଲ ତ ଆଖି ପାଉନି, ବହୁତ ବାଟ ଜଙ୍ଗଲ, ଅଯୋଧ୍ୟା ତ ଛୋଟିଆଟେ। ନା ମା ଯଦି ଜଙ୍ଗଲଟା ବହୁତ ବଡ଼ ଅଯୋଧ୍ୟାଟା ଛୋଟିଆ, ତାହେଲେ ବଡ଼ ଭାଇ କୋଉ ଭାଗ ନବ? ବଡ଼ ଭାଇ କୋଉ ଭାଗ ନବ? ଏ ଜୋରେ କୁହନ୍ତୁ, ବଡ଼ ଭାଗ ନବ। ତାହେଲେ ବଡ଼ ଭାଗ କିଏ? ସେ ଜଙ୍ଗଲ। ତେଣୁ ମା ମୋ ବାବା ମତେ ଦେଇଛନ୍ତି ଜଙ୍ଗଲ ବଡ଼ ଭାଗ, ଆଉ ଭରତକୁ ଦେଇଛନ୍ତି ରାଜ୍ୟ ଛୋଟ ଭାଗ। ତେଣୁ ମୋ ଜଙ୍ଗଲକୁ ଯିବି ମା। ବୋଲ ରାଜା ରାମଚନ୍ଦ୍ର ଭଗବାନ। ନା ପିତା ଦିନ ମୋହି କାନନ ରାଜ, ପିତା ଦିନ ମୋହି কানন রাজু সবই ভাতি পিতা মম রাজু। শ্রীরাম দে রাম দে দে রাম, শ্রীরাম দে রাম দে দে রাম। কহিকে কৌশল্যা পচারিলে তো বাপা তোতে জঙ্গল ଦେଇଛି বনকু না? ହଁ মা 14 ବର୍ଷ ମୁଁ ଯିବି, ମୁଁ ବଡ଼ ଭାଇ, ମୁଁ ବଡ଼ ଭାଗ ପାଇଛି। ଆଉ ଭରତ ସାନ ଭାଇ ନା, ସେ ସାନ ଭାଗଟା ରାଜ୍ୟ ପାଇଛି। ନା କେତେ ବର୍ଷ ତୁ ଯିବୁ? ନା 14 ବର୍ଷ ପାଇଁ ଯିବି। ନା ଯଦି 14 ବର୍ଷ ପାଇଁ ଯିବୁ କେବେ ଫେରିବୁ? ନା ମା 14 ବର୍ଷ ପରେ ଫେରି ଆସିବି। ନା ଯଦି ତୁ ଯିବୁ ମତେ ନେଇକି ଯା, ମୁଁ ତତେ ଛାଡ଼ି ରହିପାରିବିନି ଧନ। ମୁଁ ତତେ ବହୁତ ଭଲ ପାଏ, ତୁ ଯୁଆଡ଼େ ଯିବୁ ମୁଁ ସିଆଡ଼େ ଯିବି। ରାମ କହିଲେ ମା ଆପଣ ମୋ ସହିତ କେମିତି ଯିବେ? ଯଦି ପୁଅ ସହିତ ଆପଣ ଯିବେ ମା ଜଗତ କ'ଣ କହିବ? ନାରୀର ଧର୍ମ ହେଉଛି ସ୍ୱାମୀଙ୍କ ସେବା କରିବା। ତୁମେ ଯଦି ମୋ ସହିତ ଚାଲିଯିବ ବାବା ବୁଢ଼ା ତାଙ୍କ ସେବା କରିବ କିଏ? ସେ ତେଣୁ ଆପଣ ଏଇଠି ରୁହନ୍ତୁ, ବାବାଙ୍କ ସେବା କରନ୍ତୁ। ଚାହୁଁ ଚାହୁଁ 14 ବର୍ଷ ହେଇଯିବ, ମୁଁ ଫେରି ଆସିବି ମା ତମ କୋଳକୁ।
ନା ତାହେଲେ ଧନ ତୁ ଜଙ୍ଗଲ ଯିବୁ ନା ହଁ ନା କେବେ ଫେରିବୁ ନା ଚାହୁଁ ଚାହୁଁ ମା 14 ବର୍ଷ ମୁଁ ଫେରି ଆସିବି ନା ବାବୁ ଶ୍ରୀରାମରେ କେବେ ଫେରିବୁ ବାବୁ ଶ୍ରୀରାମରେ କେବେ ଫେରିବୁ ବାବୁ ଶ୍ରୀରାମରେ କେବେ ଫେରିବୁ ବାବୁ ଶ୍ରୀରାମରେ କେବେ ଫେରିବୁ ଅଯୋଧ୍ୟା ଭୁବନ ତିମିର ସମାନ ଅଯୋଧ୍ୟା ଭୁବନ ତିମିର ସମାନ ଅଯୋଧ୍ୟା ଭୁବନ ତିମିର ସମାନ ଅଯୋଧ୍ୟା ଭୁବନ ତିମିର ସମାନ ରାଜ ସୁଖ ଛାଣି କାନନେ ଯିବୁ କେବେ ଫେରିବୁ ବାବୁ ଶ୍ରୀରାମରେ କେବେ ଫେରିବୁ ହେ ଧନ ଜଙ୍ଗଲରେ ଯିବୁ କଣ ଖାଇବୁ କଣ ନ ଖାଇବୁ ଧନ ମୁଁ ତ ଦୁଃଖ ସହି ପାରିବିନି ତୁ ମତେ ନେଇକି ନାଇଁ ମା ମୁଁ ନଦୀ ଜଳ କରିବୁ ପାନ ପତ୍ର ପରେ ନେବୁ ଶୟନ ହେ ରାମ ନଦୀ ଜଳ କରିବୁ ପାନ ପତ୍ର ତଳେ ନେବୁ ଶୟନ ଆହା କି କପାଳେ ବିଧି ଲେଖିଥିଲା ଏହା କି କପାଳେ ବିଧି ଲେଖିଥିଲା କେଡ଼େ ହିନି ମାନେ କାଳ କାଟିବୁ କେବେ ଫେରିବୁ ବାବୁ ଶ୍ରୀରାମରେ କେବେ ଫେରିବୁ ରାମ ଜଙ୍ଗଲକୁ ଯାଉଛୁ ଗଛରେ ତଳେ ଶୋଇବୁ ଝରଣା ପାଣି ପିଇବୁ ଗଛ ଫଳ ଖାଇବୁ ଜୀବଜନ୍ତୁ ମାନେ ଅଛନ୍ତି ତତେ ଭୟ ଲାଗିବ ରେ ଧନ ତୁ ଯା ନା ନାଇଁ ମା ମୁଁ ସତ୍ୟ କରିଛି ମା କଥା ମାନିବି ବାବାଙ୍କ କଥା ମାନିବି ମୁଁ ଯିବି ମା କୌଶଲ୍ୟା କାନ୍ଦୁଛନ୍ତି ମା ଦୁଃଖ କରନି ମା ମୁଁ 14 ବର୍ଷ ପରେ ଫେରି ଆସିବି ଆଉ କୋଳରେ ବସିଲେ ଆଉ ପିଠା ଖାଇଲେ କହିଲେ ମା ମୋ ପ୍ରଣାମ ଘେନା କର ମୁଣ୍ଡିଆଟିଏ ମାରିଲେ କୌଶଲ୍ୟା କାନ୍ଦୁଛନ୍ତି ରାମ ଯାଉଛନ୍ତି ଠିକ ଏଇ ସମୟରେ ସୀତା ମା ଆସି ପହଞ୍ଚିଗଲେ ସୀତା ଠାକୁରାଣୀ ପହଞ୍ଚିଗଲେ କହିଲେ ସ୍ୱାମୀ ମୁଁ ଶୁଣିବାକୁ ପାଇଲି ଦାସୀ ମୁଖରୁ ଆପଣ ଜଙ୍ଗଲ ଯାଉଛନ୍ତି ନା ହଁ ସୀତେ ନା ଆପଣ ଯିବେ ଆଉ ମୁଁ କେଉଁ ନ ଯିବି ମୁଁ ପରା ଆପଣଙ୍କ ଧର୍ମପତ୍ନୀ ଆପଣ ଯୁଆଡ଼େ ଯିବେ ମୁଁ ସିଆଡ଼େ ଯିବି ନାଇଁ ରେ ସୀତେ ତମେ ପିଲା ଲୋକ ବଣରେ ରାକ୍ଷସ ମାନେ ଅଛନ୍ତି ବଣରେ ବାଘ ଭାଲୁ ମାନେ ଅଛନ୍ତି ତମକୁ ଡର ଲାଗିବ ପୁଣି ବାଟରେ ଗଲାବେଳେ କଣ୍ଟା ଅଛି ପଥର ଅଛି ପାଦରେ ତମର କଣ୍ଟା ଫୁଟିଯିବ ପଥରେ ତମ ଗୋଡ଼ ଛିଡ଼ିଯିବ ତମକୁ ନେବିନି ସୀତେ ନା ସ୍ୱାମୀ ମତେ ନେବେନି ନା ନା ଆମ ସ୍ତ୍ରୀ ଥିଲେ କ'ଣ କହିଥାନ୍ତା ଆମ ସ୍ତ୍ରୀ ଥିଲେ କ'ଣ କହିଥାନ୍ତା ମା ଯଦି ତମେ ମତେ ନ ନେବ ମତେ ବାପ ଘରେ ଛାଡ଼ି ଦିଅ ତମେ ଯୋଉଦିନ ଆସିବ ମିସ୍ କଲ୍ କରିଦେବ ମୁଁ ପଳେଇ ଆସିବ ହଁ କି ନା ଟିକେ କିନ୍ତୁ ସୀତା ସେଇଆ ନଥିଲେ ମା ସୀତା କହିଲେ ସ୍ୱାମୀ ଆପଣ ଯୁଆଡ଼େ ଯିବେ ମୁଁ ସିଆଡ଼େ ଯିବି ନା କାହିଁକି ନା ସ୍ୱାମୀ ମତେ ଗୋଟେ କଥା କହିବେ ନା କ'ଣ ନା ରାତି ପାଇଥିଲେ ଆପଣ କ'ଣ ହେଇଥାନ୍ତେ ନା ମୁଁ ରାତି ପାଇଥିଲେ ଅଯୋଧ୍ୟାର ରାଜା ହେଇଥାନ୍ତି ନା ଯଦି ରାତି ପାଇଲେ ଆପଣ ଅଯୋଧ୍ୟାର ରାଜା ହେଇଥାନ୍ତେ ମୁଁ କ'ଣ ହେଇଥାନ୍ତି ନା ତୁ ଅଯୋଧ୍ୟାର ରାଣୀ ହେଇଥାନ୍ତୁ
ନା ଯଦି ଆପଣ ରାଜା ହେଲେ ମୁଁ ରାଣୀ ହେଇଥାନ୍ତି, ତାହେଲେ ଆପଣ ଯଦି ଆଜି ଜଙ୍ଗଲକୁ ଯାଉଛନ୍ତି ଭିକାରୀ ହେଇ, ତାହେଲେ ମୁଁ କାହିଁ ଭିକାରୁଣୀ ନ ହେଇଯିବି? ବୋଲ ରାଜା ରାମଚନ୍ଦ୍ର ଭଗବାନ। ସେଇ ଆଜ୍ଞା ନାରୀ, ସେଇ ଆଜ୍ଞା ସ୍ତ୍ରୀ, ସେଇ ଆଜ୍ଞା ଧର୍ମପତ୍ନୀ ସୁଖରେ ରହିବ, ଦୁଃଖରେ ବି ରହିବ। ଖାଇବାକୁ ମିଳିଥିଲେ ବି ରହିବ, ନ ମିଳି ପାଖରେ ବି ରହିବ। ସିଏ ହଉଛି ଆଜ୍ଞା ନାରୀ। ତେଣୁ ମୁଁ ଯଦି ରାଣୀ ହେଇଥାନ୍ତି, ତାହେଲେ ଏବେ ମୁଁ କାହିଁକି ଭିକାରୁଣୀ ନ ହେବି? ତେଣୁ ମୁଁ ଆପଣଙ୍କ ସାଥିରେ ଯିବି। ରାମ କହିଲେ ମୁଁ ଯଦି ନ ନିଏ, ନା ତାହେଲେ ଶୁଣ, ଯଦି ନ ନବ କଣ ହବ ଟିକେ ଶୁଣ ନା। କଣ ନା ପ୍ରାଣନାଥ କରୁଣାୟତନ, ପ୍ରାଣନାଥ କରୁଣାୟତନ, ପ୍ରାଣନାଥ କରୁଣାୟତନ ସୁନ୍ଦର ସୁଖଦ ସୁଜା, ସୁନ୍ଦର ସୁଖଦ ସୁଜା। ତୁମ ବିନୁ ରଘୁକୁଲ କୁମୁଦଇଦୁ, ତୁମ ବିନୁ ରଘୁକୁଲ କୁମୁଦଇଦୁ। ସୁରପୁର ନରକ ସମା, सुरपुर नरक समा। बोल श्री राम जय राम, श्री राम जय राम, श्री राम जय राम, श्री राम जय राम। बोल राजा रामचंद्र भगवान। माँ माने बुझी कथा तो